ତେଣୁ ଆମେ ପରମେଶ୍ୱରଙ୍କୁ ଏଥିପାଇଁ ଧନ୍ୟବାଦ ଦବା କାରଣ ସେ ଆମମାନଙ୍କୁ ପୁଣି ଥରେ ଗୋଟେ ସୁନ୍ଦର ସୁଯୋଗ ଦେଲେ। ଆଉ ଏଇ ଜଗତରେ ତ ସବୁବେଳେ ଆମେ ଜାଣିଛେ କି ସମସ୍ୟା ରୋଗ ଏସବୁ କଣ ଲାଗି ରହିଛି, ସବୁ ସମସ୍ତଙ୍କ ଜୀବନରେ ଏସବୁ ବିଷୟ କଣ ହେଇଛି ଲାଗିକି ରହିଛି। ଆଉ ତା ମଧ୍ୟରୁ ଆମମାନେ ପରମେଶ୍ୱରଙ୍କ ପାଇଁ ଯୋଉ ସମୟ ବାହାର କରୁଛେ, ବିଶେଷ କରି ଆପଣ ମାନେ, ତେଣୁ ଆପଣ ମାନଙ୍କୁ ମଧ୍ୟ ଧନ୍ୟବାଦ। କାରଣ ଈଶ୍ୱରଙ୍କ ପାଇଁ ଆମେ ଏଇ ବର୍ତ୍ତମାନ ଶେଷ ସମୟରେ ଆମେ ଆଗ୍ରହୀ ହବା ଆମମାନଙ୍କର ଦାୟିତ୍ୱ ଆଉ କର୍ତ୍ତବ୍ୟ। କାରଣ ପରମେଶ୍ୱରଙ୍କ ଆଗମନ ସନ୍ନିକଟ, ବାକ୍ୟ ଯେପରି ଲେଖା ହେଇଛି ବର୍ତ୍ତମାନ ଆମେ ଏଇ ଶେଷ ଯୁଗରେ ଆମେ ଆସିକି ପହଞ୍ଚିଛେ। ୟା ପରେ ଆଉ ସମୟ ନାହିଁ, କେତେବେଳେ ପରମେଶ୍ୱର ଆସିଯିବେ ଆମେ ମଧ୍ୟ ଜାଣିନେ, କାରଣ ସେ କହିଛନ୍ତି ଚୋର ପରି ଆସିବେ। ଆଉ ତା ମଧ୍ୟରେ ଆମେ ବାରମ୍ବାର ଆମେ ଯୋଉ ଭୁଲ କରୁଛେ ବା ବାରମ୍ବାର ଆମେ ଯୋଉ ଦୋଷ କରୁଛେ ତା ମଧ୍ୟରୁ ଆମେ କିପରି ଠିକ ହବା, ତା ମଧ୍ୟରୁ ଆମେ କେମିତି ନିଜକୁ ପରିବର୍ତ୍ତନ କରିବା, ଆମେ ବାକ୍ୟ ମାଧ୍ୟମରୁ ଆମେ ଶିଖୁଛେ। ତେଣୁ ବାକ୍ୟ ଆମ ସମସ୍ତଙ୍କ ପାଇଁ କଣ ଗୁରୁତ୍ୱପୂର୍ଣ୍ଣ, ଆମ ସମସ୍ତଙ୍କ ପାଇଁ ଦରକାର ବିଷୟ। ସବୁଠାରୁ ଯେତିକି ବିଷୟ ଅଛି ଆମର ଜୀବନରେ ବା ଜାଗତିକ ହଉ ଆତ୍ମିକ ହଉ, ସବୁଠୁ ବଡ ବିଷୟ ହେଲା ହଉଛି ବାକ୍ୟ। ତ ଯାହା ହଉ ଆମେ ଏ ଯୋଉ ସୁଯୋଗ ଆମେ ପାଉଛେ, ଆଉ ଏ ସୁଯୋଗରେ ଆମେ ସଦ୍ ବ୍ୟବହାର ମଧ୍ୟ କରୁଛେ, ଆଉ ଏ ସୁଯୋଗ ଆମମାନଙ୍କୁ ପରମେଶ୍ୱର କହୁଛନ୍ତି। ତେଣୁ ଆମେ ସବୁବେଳେ ପରମେଶ୍ୱରଙ୍କୁ ଆମେ ଧନ୍ୟବାଦ ଦେବା। ତେବେ ଆସନ୍ତୁ ଆଜି ମଧ୍ୟ ଆମେ ଆଉ ଗୋଟେ ବିଷୟରେ ଶିଖିବା ବାକ୍ୟରୁ। କାରଣ ଯୋଉ ବାକ୍ୟ ଆମେ କଣ କରୁଛେ, ଆମେ ବାକ୍ୟ ଦ୍ଵାରା ଆମେ ଶିଖୁଛେ, ଆମେ ପ୍ରତ୍ୟେକ ବିଷୟ ଶିଖୁଛେ। ମୁଁ ମଧ୍ୟ ଶିଖୁଛି, ଆଉ ଆପଣ ମାନେ ମଧ୍ୟ ଶିଖୁଛନ୍ତି। ଆଉ ଶିଖେଇବା ଲୋକ କିଏ? ତା ହଉଛି ପରମେଶ୍ୱର। ସେ ବାକ୍ୟ ମାଧ୍ୟମରେ ଆମମାନଙ୍କୁ ଶିଖଉଅଛନ୍ତି। ତେଣୁ ମୁଁ ସବୁବେଳେ କହେ, ଆମେ ଯେତେବେଳେ ବାକ୍ୟକୁ ଆମେ ଶୁଣୁଛେ, ଆମର କର୍ତ୍ତବ୍ୟ କଣ, ଆମେ ହୃଦୟର ସହ ଆଉ ଆମର କାନକୁ ଖୋଲା କରିକି ଆମର ଯୋଉ ମନକୁ ଆମେ ଇଆଡେ ସିଆଡେ ନ ଦେଇକି ଆମେ କଣ ବାକ୍ୟକୁ ଆମେ ଧ୍ୟାନ ଦେଇକି ଆମେ ଶୁଣିବା। ତାହେଲେ ଆମେ ଯାଇ କଣ ହବା, ବାକ୍ୟକୁ ଆମେ ବୁଝିପାରିବା। ତା ଦ୍ଵାରା ବାକ୍ୟ ଆମର ଦୈନନ୍ଦିନ ଯୋଉ ଜୀବନ ଯୋଉ କାର୍ଯ୍ୟ ଗୁଡାକରେ ତାହା ଲାଗିପାରିବ। ତେବେ ଆସନ୍ତୁ ବର୍ତ୍ତମାନ ମାନେ ବାକ୍ୟ ମଧ୍ୟକୁ ଥିବା ଆଜିର ବିଷୟ କି ଆମେ ସମସ୍ତେ ଜାଣିଛେ, ଯେତେବେଳେ ପ୍ରଭୁ ଯୀଶୁ ଆଉ ଏ ଜଗତକୁ ଆସିଲା ପରେ ସେ ଅନେକ କାର୍ଯ୍ୟ କଲେ। ଅନେକ କାର୍ଯ୍ୟ କଲା ମଧ୍ୟରେ ସେ ଗୋଟେ ବିଷୟରେ ପ୍ରତିଜ୍ଞା କରିଥିଲେ, ଯାହାକି ପୂରଣ ହେଇକି ବର୍ତ୍ତମାନ ତା କଣ ଚାଲିଛି। ତା ହେଲା ମଣ୍ଡଳୀ। ମାଥ୍ୟୁ 16:18 ଆମେ ଯଦି ପଢିବା, ଯଦି କେହି ଅଛନ୍ତି ପ୍ରସ୍ତୁତ ହେଇକି ଟିକେ ଜଲ୍ଦି ଜଲ୍ଦି ପଢିଲେ ଭଲ ହବ। ମାଥ୍ୟୁ 16:18। ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ଏଇଠି ଆମେ ଦେଖିଛେ କି ପ୍ରଭୁ ଯୀଶୁ ସେଇ ସମୟରେ ହିଁ କଣ କରିଥିଲେ, ପ୍ରତିଜ୍ଞା କରିଥିଲେ କି ମୁଁ ଗୋଟେ କଣ କରିବି, ମଣ୍ଡଳୀ ଆଉ ତିଆରି କରିବି। ଆଉ ସେ ମଣ୍ଡଳୀ କଣ, ନରକର ବଳ ମଧ୍ୟ ପରାଜୟ କରିପାରିବ ନାହିଁ। ଆଉ ପରବର୍ତ୍ତୀ ସମୟରେ ଆମେ ଦେଖିଛେ କି ପରମେଶ୍ୱର କେମିତି ସେଇ ଯୋଉ ପ୍ରେରିତ ପୁସ୍ତକରେ ମଣ୍ଡଳୀର କଣ କଲେ, ନିର୍ମାଣ କଲେ। ଆଉ ବର୍ତ୍ତମାନ କଣ ସେ ମଣ୍ଡଳୀ ଚାଲିଅଛି। କିନ୍ତୁ ଆମେ ଦେଖିଛେ, ଆମେ ପୂର୍ବରୁ ମଧ୍ୟ ପଢିଛେ, ଯୋଉ ଶୈତାନ ଅଛି, ଯାହାକୁ ଆମେ ଶୈତାନ ବୋଲି କହୁଛୁ, ତାହାର କାର୍ଯ୍ୟ କଣ କି ପରମେଶ୍ୱର ଯୋଉ ବିଷୟକୁ ଆଉ ତିଆରି କରୁଛନ୍ତି, ତାର କାମ କଣ କି ସେ ବିଷୟକୁ ସିଏ ଭାଙ୍ଗିବାରେ ସେ ବ୍ୟସ୍ତ ହଉଛି। କାରଣ ଈଶ୍ୱରଙ୍କର ବିପକ୍ଷ ଶୈତାନ ବୋଲି ଆମେ ସମସ୍ତେ ଜାଣିଛେ, ନା ନାଇଁ?
ଈଶ୍ୱରଙ୍କର ବିପକ୍ଷ। ପରମେଶ୍ୱର ଯୋଉ କାର୍ଯ୍ୟ କରନ୍ତି, ଯାହା ଚିନ୍ତା କରନ୍ତି, ଯାହା କରିବାକୁ ଚାହାନ୍ତି, ସେଇ ବିଷୟ ଗୁଡାକୁ କଣ କରେ ଶୈତାନ ବାଧା ଉପଯାଏ ବା ବାଧା ଆଣେ, ବା ସେଇ ବିଷୟକୁ ଯେମିତି ସମ୍ପୂର୍ଣ୍ଣ ନ ହବ, ସେ ବିଷୟକୁ ଅସମ୍ପୂର୍ଣ୍ଣ କରିବା ପାଇଁ ସେ କଣ କରେ, ଲାଗି ପଡେ। ଠିକ ସେଇପରି ଆଜି ମଧ୍ୟ ପରମେଶ୍ୱର ଯୋଉ ମଣ୍ଡଳୀ କି ତିଆରି କରିକି ବର୍ତ୍ତମାନ କଣ ଚଲଉ ଅଛନ୍ତି, ଶୈତାନ ଲାଗି ପଡିଛି କଣ, ସେଇ ମଣ୍ଡଳୀରେ କିପରି ସିଏ ହାତ ସୃଷ୍ଟି କରିବ, ବା ମଣ୍ଡଳୀରେ କିପରି ଆଉ ଭିନ୍ନ ଭିନ୍ନ କରିବ, ବା ମଣ୍ଡଳୀରେ କିପରି ସମସ୍ୟା ଆଣିବ, ବା ମଣ୍ଡଳୀରେ କିପରି ଅପବିତ୍ରତା ବା ପାପ କଣ କରିବ, ସେ ପଶେଇବ। ସେ ଏଇ ବିଷୟରେ କଣ କରୁଛି, ସେ ଲାଗି ଯାଇ। ତେଣୁ ଆଜିର ବିଷୟ ହେଲା କି ମଣ୍ଡଳୀକୁ ଶୈତାନ ଯୋଉ ଟାର୍ଗେଟ କରିଛି ବା ଯୋଉ ଆଶା କରିବା ପାଇଁ ଚେଷ୍ଟା କରୁଛି, ତ ସେଇ ବିଷୟକୁ ଆମେ କିପରି ରଖିପାରିବା, ବା ସେ ବିଷୟକୁ ଆମେ କିପରି ଆଉ ସେ ବିଷୟରେ ଆମେ ରକ୍ଷା ପାଇପାରିବା। କାରଣ ଆମେ ସମସ୍ତେ ଜାଣିଛେ ମଣ୍ଡଳୀର ଅର୍ଥ କଣ, ସମୂହ। ସେହିପରି ଖ୍ରୀଷ୍ଟ ମଣ୍ଡଳର ଅର୍ଥ ହେଲା ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ଲୋକମାନେ ବା ଖ୍ରୀଷ୍ଟିଆନ ମାନଙ୍କର ସମୂହକୁ ମଣ୍ଡଳୀ ମାନେ କୁହାଯାଏ। ଏସବୁ ବିଷୟ ଆମେ କଣ ହচ্ছে, ଆମେ ସବୁ ଜାଣିଛେ। ତେଣୁ ଆମେ ଏହା ମଧ୍ୟ ଜାଣିବା ଆବଶ୍ୟକ ଅଛି କି ମଣ୍ଡଳୀ ପରମେଶ୍ୱର ଏଥିପାଇଁ ତିଆରି କଲେ କି ମଣ୍ଡଳୀ ଦ୍ଵାରା ପରମେଶ୍ୱର କଣ କରିବେ, ତାଙ୍କର ଯୋଉ ଇଚ୍ଛା ଅଛି, ତାଙ୍କର ଯୋଉ ଲକ୍ଷ୍ୟ ଅଛି, ତାଙ୍କର ଯୋଉ ଶିକ୍ଷା ଅଛି, ସେଇ ମଣ୍ଡଳୀ ଦ୍ଵାରା କଣ କରିବେ, ପ୍ରକାଶ କରିବେ। କାରଣ ପରମେଶ୍ୱର ତ ଆସିକି ଆଉ ମାନେ ଡାଇରେକ୍ଟ ଆସିକି ସେ ତ ଆଉ କହିବେନି ନା। ତେଣୁ ମଣ୍ଡଳୀ ମାଧ୍ୟମରେ ସେ କଣ କରିବେ, ତାଙ୍କର ଇଚ୍ଛା ସେ କଣ କରିବେ, ପ୍ରକାଶ କରିବେ। ୟାର ଗୋଟେ ଉଦାହରଣ ଯଦି ମୁଁ ଦେବି, ବାକ୍ୟ ସମସ୍ତେ ପଢନ୍ତି, ବାକ୍ୟ ଯୋଉ ବାଇବେଲ ଅଛି, ଯେତିକି ଡିନୋମିନେସନ ମଣ୍ଡଳୀ ଅଛି, ସେ ସମସ୍ତ ଲୋକ କଣ କରନ୍ତି, ବାଇବେଲକୁ ପଢନ୍ତି। କିନ୍ତୁ ବାଇବେଲର ପ୍ରକୃତ ଅର୍ଥ, ପ୍ରକୃତ ଉଦ୍ଦେଶ୍ୟ ଆମେ କେବଳ ଖ୍ରୀଷ୍ଟ ମଣ୍ଡଳୀରେ ହିଁ ପାଉଛୁ। ଏହା କେହି ମଧ୍ୟ ଅସ୍ୱୀକାର କରିବେନି। ଯୋଉ ସତ୍ୟ ଶିକ୍ଷା, ଯୋଉ ପ୍ରଭୁଙ୍କର ପ୍ରକୃତ ଇଚ୍ଛା, ପ୍ରକୃତ ଉଦ୍ଦେଶ୍ୟ ଆମେ ଖ୍ରୀଷ୍ଟ ମଣ୍ଡଳୀ ମାଧ୍ୟମରେ ହିଁ ଆମେ ପାଉଛୁ। କାରଣ ଖ୍ରୀଷ୍ଟ ମଣ୍ଡଳୀ ହିଁ କଣ, ଈଶ୍ୱର ଯୋଉ ପତିଆ ହରିଥିବା ମଣ୍ଡଳୀ। ଆଉ ସେଇ ମଣ୍ଡଳୀ କି ଶୈତାନ ଅପବିତ୍ର କରିବା ପାଇଁ କଣ କରେ, ଚେଷ୍ଟା ମାନେ କରେ। ଆମେ ଯଦି ପଢିବା ଏଫେସୀୟ 3:10-11, କି ପରମେଶ୍ୱର କାହିଁକି ମଣ୍ଡଳୀ କି ସୃଷ୍ଟି କଲେ, କାହିଁକି ମଣ୍ଡଳୀ କି ତିଆରି କଲେ, କାହିଁକି ଗୋଟେ ଏକତ୍ର କଲେ ଖ୍ରୀଷ୍ଟିଆନ ମାନଙ୍କୁ, ଆଉ ତାର ମାନେ ଗୋଟେ ନାମ ଦିଆଗଲା, ଆଉ ସେଇଠି ସବୁ ହେଇକି ସବୁ କାର୍ଯ୍ୟ କରିବେ କାହିଁକି। ଆମେ ପଢିବା ଏଫେସୀୟ 3:10-11। ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ, ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ସବୁବିଧି ଜ୍ଞାନ ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ। ଅଧିକାର ପ୍ରାପ୍ତ ଜ୍ଞାତ କରାଯାଏ, ବ୍ୟକ୍ତି ମାନଙ୍କୁ ଜ୍ଞାତ କରାଯାଏ। କୋଉଥିରେ, ମଣ୍ଡଳୀରେ। ଈଶ୍ୱରଙ୍କ ଯୋଉ ଜ୍ଞାନ, ଈଶ୍ୱର ଯୋଉ ତାଙ୍କର ଯୋଉ ସବୁ ଇଚ୍ଛା, ତାଙ୍କର ଯୋଉ ନିଗୁଣ ତତ୍ଵ ବିଷୟ, ସେ କଣ କରନ୍ତି, ମଣ୍ଡଳୀ ମାଧ୍ୟମରେ ସେ ପ୍ରକାଶ କରନ୍ତି। ସେଥିପାଇଁ ସେ ମଣ୍ଡଳୀ କଣ କଲେ, ଆଉ ସୃଷ୍ଟି କଲେ। ମୁଁ ମଧ୍ୟ ନିଜକୁ ବର୍ତ୍ତମାନ ଗର୍ବିତ ମନେ କରୁଛି, କାରଣ ମୁଁ ଯେତେବେଳେ ଅନ୍ୟ ମଣ୍ଡଳୀରେ ଥିଲି, ମନୁଷ୍ୟକୃତ ମଣ୍ଡଳୀରେ ମୁଁ ମଧ୍ୟ ବାଇବେଲ ପଢୁଥିଲି, ମୁଁ ମଧ୍ୟ ପ୍ରାର୍ଥନାକୁ ଯାଉଥିଲି। କିନ୍ତୁ ଯୋଉ ପ୍ରକୃତ ଉଦ୍ଦେଶ୍ୟ, ବାକ୍ୟର ଆଉ ଯୋଉ ସତ୍ୟ ଉଦ୍ଦେଶ୍ୟ, ବାକ୍ୟର ସତ୍ୟ ଅର୍ଥ, ମୁଁ ଖ୍ରୀଷ୍ଟ ମଣ୍ଡଳୀକି ଆସିଲା ପରେ ହିଁ ମୁଁ ତା ବିଷୟରେ ମୁଁ ଜାଣିପାରିଲି। ସେଥିପାଇଁ ମୁଁ ମୋ ଜୀବନକୁ ପରିବର୍ତ୍ତନ କରିପାରିଲି। ମୋର ଗୋଟେ ବିଶ୍ୱାସ, ମୋର ଗୋଟେ ଭରସା, ମୋର ଗୋଟେ ଆଶା ସଞ୍ଚରିତ ହେଲା। ମାନେ
ଆସିଲା। ଆଉ ବର୍ତ୍ତମାନ ମଧ୍ୟ ମୁଁ ବହୁତ କିଛି ବିଷୟ କଣ ହଉଛି ମଣ୍ଡଳୀ ମାଧ୍ୟମରେ ମୁଁ କଣ କରୁଛି ମୁଁ ଜାଣୁଛି। ଆଉ ପରମେଶ୍ୱରଙ୍କର ବହୁତ ଗୁଡାଏ ଉଦ୍ଦେଶ୍ୟ ଭିତରୁ ଏହା ମଧ୍ୟ ଗୋଟେ ଉଦ୍ଦେଶ୍ୟ କି ତାଙ୍କ ଯୋଉ ମଣ୍ଡଳୀ ସେ ସୃଷ୍ଟି କରିଛନ୍ତି ବା ତିଆରି କରିଛନ୍ତି, ଯେପରିକି ମଣ୍ଡଳୀ ଥିବା ଲୋକମାନେ ଈଶ୍ୱରଙ୍କର ସତ୍ୟ ଉଦ୍ଦେଶ୍ୟ ସତ୍ୟ ଇଚ୍ଛା ତାଙ୍କର ଜ୍ଞାନ କଣ କରିବେ ଜାଣିପାରିବେ। ତେଣୁ ଆଜିକା ଦୁନିଆରେ ଅନେକ ପ୍ରକାର ଯୋଉ ସବୁ ଶିକ୍ଷା ଅନେକ ପ୍ରକାର ଶିକ୍ଷା କଣ ହଉଛି ଚାଲିଛି ଅନେକ ପ୍ରକାର। କାରଣ ସେଇ ମଣ୍ଡଳୀ ଖ୍ରୀଷ୍ଟଙ୍କର ମଣ୍ଡଳୀ ନୁହେଁ, ସେଇ ମଣ୍ଡଳୀ ଗୁଡା କଣ ମନୁଷ୍ୟକୃତ ମଣ୍ଡଳୀ। ତେଣୁ ଅନେକ ମଣ୍ଡଳୀ ଯେତିକି ମଣ୍ଡଳୀ ଅଛି ଦେଖିବେ ଆପଣ ମାନେ ସେତିକି ପ୍ରକାର ଶିକ୍ଷା। ତେଣୁ ଆମେ ପରମେଶ୍ୱର ମଧ୍ୟ ଆଉ ଏଥିପାଇଁ ଧନ୍ୟବାଦ ଦେବା ଆବଶ୍ୟକ ଅଛି କି ଆମେ ଖ୍ରୀଷ୍ଟଙ୍କ ମଣ୍ଡଳୀରେ ରହିକି ଆମେ କଣ କରୁଛେ ଈଶ୍ୱରଙ୍କ ସତ୍ୟ ଜ୍ଞାନକୁ ଆମେ ପାଇପାରୁଛେ। ଆଉ ଗୋଟେ ବିଷୟ ଆମେ ଦେଖିବା କି ଯୋଉ ମଣ୍ଡଳୀ ପରମେଶ୍ୱର ସୃଷ୍ଟି କରିଛନ୍ତି ସେଇ ମଣ୍ଡଳୀ ହଉଛି ପରମେଶ୍ୱରଙ୍କର, ଆମେ ସମସ୍ତେ ଜାଣିଛେ। ଆଉ ସେଇ ମଣ୍ଡଳୀ ପବିତ୍ର ଆଉ ନିଷ୍କଳଙ୍କ ଯେମିତି ରହିବ ଏହା ମଧ୍ୟ କଣ ପରମେଶ୍ୱର ଚାହାନ୍ତି। କାହିଁକି ମାନେ ଏ ପ୍ରକାର ସେ ଚାହାନ୍ତି? କାରଣ ମଣ୍ଡଳୀର ଯୋଉ ତତ୍ୱାଧାନ ବା ମଣ୍ଡଳୀର ମୁଖ୍ୟ ଆମେ ସମସ୍ତେ ପଢିଛେ କି ଖ୍ରୀଷ୍ଟ। ଖ୍ରୀଷ୍ଟ ହଉଛି ମସ୍ତକ ମଣ୍ଡଳୀର। ଆଉ ଖ୍ରୀଷ୍ଟ ଯାହା କୁହନ୍ତି ସେ ମଣ୍ଡଳୀ ତାହା କରେ। କିନ୍ତୁ ଶୈତାନ କଣ କରେ ସେ ମଣ୍ଡଳୀ କି ଈଶ୍ୱରଙ୍କର ବଶୀଭୂତ ନ ହବା ପାଇଁ ସେ କଣ କରେ ଚେଷ୍ଟା କରେ। ମଣ୍ଡଳୀ କି ନିନ୍ଦନୀୟ କରିବା ପାଇଁ ଚେଷ୍ଟା କରେ, ମଣ୍ଡଳୀ କି ଅପବିତ୍ର କରିବା ପାଇଁ ଚେଷ୍ଟା କରେ। ଆମେ ପଢିବା ଏଫେସୀୟ 5:27। ଭାଇ କେତେ ଏଫେସୀୟ 5:27। ଯେପରି ମଣ୍ଡଳୀ ନିଷ୍କଳଙ୍କ ନିଖୁନ୍ତ ଓ ସମସ୍ତ ପ୍ରକାରର ଦୋଷ ରହିତ ହୋଇ ପବିତ୍ର ଓ ଅନିନ୍ଦନ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାଙ୍କୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ପରମେଶ୍ୱର ଚାହାନ୍ତି କି ସେ ଯୋଉ ମଣ୍ଡଳୀ ତିଆରି କରିଛନ୍ତି ବା ଯୋଉ ମଣ୍ଡଳୀର ଅଂଶୀ ଆପଣ ମାନେ ଆଉ ମୁଁ ମଧ୍ୟ ଅଛି, ସେ ମଣ୍ଡଳୀ ଯେପରି ପବିତ୍ର ନିଷ୍କଳଙ୍କ ଆଉ କଣ ଅନିନ୍ଦନୀୟ ରହିବ, ଏହା ହଉଛି ଈଶ୍ୱରଙ୍କର ଇଚ୍ଛା। କିନ୍ତୁ ଦୁଃଖର ବିଷୟ ଆଜି ସମୟରେ ଆଜିକା ସମୟରେ ମଣ୍ଡଳୀ କଣ ହଉଛି ଟିକେ ମାନେ ଖରାପ ଆଡକୁ କଣ ହଉଛି ଗତି କରୁଛି। ସେ ଅପବିତ୍ର ହବା ପାଇଁ କଣ କରୁଛି ଆଉ ଚେଷ୍ଟା କରୁଛି, ମାନେ ଶୈତାନ ସେ କରଉଛି ମାନେ ଟିକେ ନିନ୍ଦା ଯେମିତି ପାଉ। କାରଣ ପ୍ରଭୁ ଯୀଶୁ ଯେପରି ମାନେ ପବିତ୍ର ମଣ୍ଡଳୀ ମଧ୍ୟ ସେହିପରି ପବିତ୍ର ରହିବା ଉଚିତ। କାରଣ ଆମେ ଯେତେବେଳେ ଦେଖିବା ମଣ୍ଡଳୀର ମୁଖ୍ୟ ହଉଛି ପ୍ରଭୁ ଯୀଶୁ, ଆଉ ମଣ୍ଡଳୀର ମସ୍ତକ ହଉଛି ପ୍ରଭୁ ଯୀଶୁ, ମଣ୍ଡଳୀର ସ୍ୱାମୀ ସେ ମଧ୍ୟ ପ୍ରଭୁ ଯୀଶୁ। ଆଉ ମଣ୍ଡଳୀ ଯଦି ମଣ୍ଡଳୀର ମୁଖ୍ୟ ଯିଏ ଅଛି ସିଏ ଯଦି ମାନେ ପବିତ୍ର, ମଣ୍ଡଳୀ ଯଦି ପବିତ୍ର ହବନି ତ ଦି ଜଣଙ୍କ ଭିତରେ କଣ ସମ୍ପର୍କ ସେହିପରି ରହିବ କି? ସେ ମଧ୍ୟ ରହିବନି। ଆଉ ଏହା ଶୈତାନ କଣ କରୁଛି ଚାହୁଁଛି ଏହା। ତେଣୁ ମଣ୍ଡଳୀରେ ମୁଁ ଯେମିତି କହିଲି କି ଖ୍ରୀଷ୍ଟିଆନ ମାନଙ୍କୁ ନେଇକି ମଣ୍ଡଳୀ ତିଆରି, ତାକୁ ମଣ୍ଡଳୀ କୁହାଯାଏ। ତେଣୁ ମଣ୍ଡଳୀର ଯୋଉମାନେ ସଭ୍ୟ ଅଛନ୍ତି ତାଙ୍କୁ ମଧ୍ୟ ପବିତ୍ର ଜୀବନ ବା ପବିତ୍ର ହେଇକି ରହିବାକୁ ପଡିବ, ତାହେଲେ ମଣ୍ଡଳୀ ପବିତ୍ର ହେଇପାରିବ। କାରଣ ଖ୍ରୀଷ୍ଟିଆନ ମାନଙ୍କୁ ନେଇକି ମଣ୍ଡଳୀ,
ଆଉ ଯଦି ଖ୍ରୀଷ୍ଟିଆନ ମାନେ ଯଦି ପବିତ୍ର ହେବେନି, ଖ୍ରୀଷ୍ଟିଆନି ମାନେ ଯଦି ଅନହିନ୍ଦନୀୟ ହେବେନି, ଖ୍ରୀଷ୍ଟିଆନ ମାନେ ଯଦି ସତ୍ୟତାରେ ସେ ଜୀବନ କାଟିବେନି, ତାହେଲେ ମଣ୍ଡଳୀ ମାନେ କେମିତି ସେ ପବିତ୍ର ହବ? ତେଣୁ ଆମେ ଯଦି ଦେଖିବା ମାଥ୍ୟୁର 18:15-17 ଆମେ ଯଦି ଦେଖିବା 15-17 ଯାଏଁ କି ମଣ୍ଡଳୀରେ ଯଦି କେହି ଭୁଲ କାମ କରୁଛି ବା କୌଣସି ପାପ କାମ କରୁଛି ବା ଏମିତି ମାନେ କୌଣସି କାର୍ଯ୍ୟ କରୁଛି ଯାହା ଦ୍ୱାରା କି ମଣ୍ଡଳୀ ନିନ୍ଦା ପାଉଛି ବା ମଣ୍ଡଳୀ କି ଅପବିତ୍ର ଆସୁଛି, ତ ସେଇ ବ୍ୟକ୍ତି କି କଣ କରୁଛନ୍ତି? ଆମେ ପଢିବା ମାଥ୍ୟୁ 18:15-17। ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ। ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ। କିନ୍ତୁ ଯଦି ସେ ନ ଶୁଣେ, ତାହେଲେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣଙ୍କୁ ଘେନିଯାଅ, ଯେପରି 2 ବା 3 ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ। ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀ କି କୁହ, ଆଉ ଯଦି ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ବିଜାତୀୟ ଓ କରଗ୍ରାହୀ ପରି ହେଉ। ଧନ୍ୟବାଦ। ଆମେ ଏଠି କଣ ଦେଖୁଛୁ କି ମଣ୍ଡଳୀ ପବିତ୍ର, ତେଣୁ ମଣ୍ଡଳୀରେ ପାପ କରୁଥିବା ଲୋକ, ଭୁଲ କରୁଥିବା ଲୋକ ବା ମଣ୍ଡଳୀକୁ ନିନ୍ଦା ଆଣୁଥିବା ଲୋକର ସ୍ଥାନ ନାହିଁ। ଏଇଟା ଆମେ ଦେଖୁଛୁ। ପ୍ରଥମେ ଯଦି ମଣ୍ଡଳୀର କୌଣସି ବ୍ୟକ୍ତି ଭୁଲ କରୁଛି, ତାକୁ ବୁଝା ଯାଉଛି ବା ବୁଝା ଯିବା ଉଚିତ। ଯଦି ସେ ନ ବୁଝୁଛି ମାନେ ତାକୁ କଣ କରା ହୁଏ? ତାକୁ ମଣ୍ଡଳୀରୁ ବାହାର କରାଯାଏ। କାରଣ ମଣ୍ଡଳୀ ଗୋଟେ ଏପରି ଜାଗା, ମଣ୍ଡଳୀ ଗୋଟେ ଏପରି ବିଷୟ ଯୋଉଥିରେ କି ଅପବିତ୍ର, ନିନ୍ଦା, ପାପ, ଭୁଲର କୌଣସି ଜାଗା ନାହିଁ। ତେଣୁ ବର୍ତ୍ତମାନ ଗୋଟେ ଚିନ୍ତାର ବିଷୟ ଆମମାନଙ୍କ ପାଇଁ, ଯୋଉମାନେ ମଣ୍ଡଳୀର ସଭ୍ୟ ଅଛନ୍ତି, ଆମେମାନେ ବି ଯଦି କୌଣସି ଭୁଲ, କୌଣସି ପାପ, କୌଣସି ଅପବିତ୍ର କାମ କରି ମଣ୍ଡଳୀରେ ଅଛୁ, ଆମେ ତାହାକୁ ସ୍ୱୀକାର କରି ପରିବର୍ତ୍ତନ ହେଇକି ମଣ୍ଡଳୀରେ ପବିତ୍ର ଜୀବନ କାଟିବାକୁ ପଡିବ। ନହେଲେ ତାର ଏଇଟା ତ ଖାଲି ଆମେ ଦେଖୁଛୁ ତାକୁ ବାହାର କରିଦିଅ। ଯଦି ପ୍ରେରିତରେ ଆମେ ପଢୁଛୁ ହନନିଆ ସଫିରା ବିଷୟରେ, ତାଙ୍କର କଣ ହେଲା? ମୃତ୍ୟୁ ହେଲା, ତାଙ୍କର ମୃତ୍ୟୁ। କାରଣ ମଣ୍ଡଳୀ ଆମର ନୁହେଁ। ଆମେ ଆଜି କଣ କରୁଛେ? ପାପ କରିଦଉଛେ, ଭୁଲ କରୁଛେ, ଆସିକି ମଣ୍ଡଳୀରେ ପ୍ରାର୍ଥନା କରୁଛେ। ଆମେ ସବୁ କାର୍ଯ୍ୟରେ ଆମେ ସାମିଲ ହଉଛେ, ଭୁଲକୁ ସ୍ୱୀକାର କରୁନେ, ଯୋଉ ନିନ୍ଦନୀୟ କାମ କରୁଛେ, ଆମ ପାଇଁ ମଣ୍ଡଳୀ କି ନିନ୍ଦା ଆସୁଛି, ଆମ ପାଇଁ ମଣ୍ଡଳୀ କି ଲୋକମାନେ ଅପବିତ୍ର ବୋଲି କହୁଛନ୍ତି। ପରମେଶ୍ୱର କେହି ମଧ୍ୟ ଏଇପରି ସଦସ୍ୟକୁ ମଣ୍ଡଳୀରେ ଚାହାନ୍ତିନି। ତେଣୁ ଆମ ପାଇଁ ମଧ୍ୟ ଗୋଟେ ସତର୍କର ବିଷୟ କି ଆମେ ଯୋଉ ମଣ୍ଡଳୀରେ ଅଛୁ, ମଣ୍ଡଳୀରେ ଆମେ ଭାବିବାନି କି ଆମେ ଯୋଉ ଭୁଲ କରୁଛେ, ଆମେ ଯୋଉ ପାପ କରୁଛେ, ଆଉ ମଣ୍ଡଳୀ ଯାଇକି ଆମେ ସବୁ ବିଷୟ ଭିତରେ ଆମେ ପାର୍ଟିସିପେଟ କରୁଛେ, ଭାଗ ହଉଛେ, କିଏ ଜାଣୁନାହାନ୍ତି। ଏହା ଆମ ପାଇଁ କଣ ଏକ ଯୋଉ ମାନେ ଗୋଟେ ଗମ୍ଭୀର ବିଷୟ। ବର୍ତ୍ତମାନ ସମୟ ଆସିଛି, ଯଦି ଆମେ କୌଣସି ଭୁଲରେ ଅଛୁ ବା ଆମେ ଏମିତି କାମ କରୁଛୁ ଯୋଉଠିକି ଆଉ ମଣ୍ଡଳୀ କି ଚିନ୍ତା ଆସୁଛି, ସାଙ୍ଗେ ସାଙ୍ଗେ ଆମେ କଣ ହବା? ଆମେ ପରିବର୍ତ୍ତନ ହବା। ନହେଲେ ଆମେ ମଣ୍ଡଳୀରୁ ବାହାରି ଯିବା ପାଇଁ ଆମ ପାଇଁ କଣ କିଛି ସମୟ ଆମେ ରିଲାକ୍ସ ହବା, ତାପରେ ଆମେ ସବୁଦିନ ପାଇଁ ସତର୍କ। କିନ୍ତୁ ପ୍ରକୃତରେ ଆମେ ଯଦି ମଣ୍ଡଳୀର ସଭ୍ୟ, ଆମେ କଣ କରିବା? ଆମେ ପବିତ୍ର ଜୀବନ କାଟିବାକୁ ପଡିବ। ଗୋଟେ ଉଦାହରଣ ମୁଁ ଦେବି। ଆମର ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ, ଆମର ମୁଣ୍ଡ ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏଇଠୁ ଆମ ବେକରୁ ଆମେ ତଳ ଯାଏ କଣ ହଉଛି? ମଣ୍ଡଳୀ ମାନେ ଆମେ ମାନେ, କିଏ ହାତ, କିଏ ଗୋଡ, କିଏ ନାକ, କିଏ ଆଙ୍ଗୁଠି, କିଏ ଆଣ୍ଠୁ, କିଏ ପେଟ, ଏଇପରି। ଯଦି ତା ଭିତରୁ ଆମର ହାତ ଯଦି ପାରାଲାଇଜ ହେଇଯାଏ, ତ ସିଏ ଆଉ କଣ ଏଇ ମୁଣ୍ଡର କଥା କଣ ମାନିବ? ସିଏ ଚାହିଁଲେ ବି କଣ କରିବ? ମାନି ପାରିବନି।
କାରଣ ସେ କଣ ହେଇଯାଇଛି, ସେ ମୃତ୍ୟୁ ହେଇଯାଇଛି। ଆଉ ଆମର ମାଥୁର କଣ ମାନେ କୁହାଯାଉଛି, ଯଦି ତମର ଆଖି ଯଦି ପାପ ହରୁଛି, ତମ ଆଖି କଣ କର, ବାହାର କରିକି ପକେଇ ଦିଅ। ତମର ଯଦି ଆଉ ଏ ଜିଭ ଯଦି ପାପ ହରୁଛି, ଏ ଜିଭକୁ ବାହାର କରିକି ପକେଇ ଦିଅ। ତମ ହାତ ଯଦି ପାପ ହରୁଛି, ତମ ହାତ କଣ କର, କାଟିକି ପକେଇ ଦିଅ। କାରଣ ସେ ହାତ ଦ୍ଵାରା ଆମେ ଯଦି ନର୍କ ଯିବାକୁ ଯଦି ପଡୁଛି, ସେ ହାତକୁ କାଟିକି ପକେଇ ଦେବାଟା ଆମ ପାଇଁ ଉଚିତ। ତେଣୁ ମଣ୍ଡଳୀରେ ଯଦି ଏମିତି କୌଣସି ସଭ୍ୟ ଅଛନ୍ତି ଯିଏ ମୃତ ପ୍ରାୟ, ଯାହାଦ୍ୱାରା କି ମଣ୍ଡଳୀ ପାପ ମାନେ ପାପ ହଉଛି, ମଣ୍ଡଳୀ ଅନିନ୍ଦନୀୟ ହଉଛି, ମଣ୍ଡଳୀ କି ଅପବିତ୍ର ବୋଲି ଆଉ ଲୋକ କହୁଛନ୍ତି, ସେଇପରି ସଦସ୍ୟକୁ ଆମେ କଣ କରିବାକୁ ପଡିବ, ଆମକୁ ତାକୁ ୱାର୍ଣ୍ଣିଂ ଦେଇକି, ତାକୁ ଚେତନା ଦେଇକି, ଯଦି ନ ମାନୁଛି ଆମେ ତାକୁ ବିତାଡ଼ିତ କରିବାକୁ ପଡିବ ଆମକୁ। କାରଣ ତା ପାଇଁ ଆହୁରି ଅନେକ ଅଙ୍ଗ ପ୍ରତ୍ୟଙ୍ଗ କଣ ହେଇଯିବ, ଖରାପ ସେମାନେ ହେଇଯିବ। ଆଉ ଏହା ଈଶ୍ୱର ଚାହାନ୍ତି। ତେଣୁ ସେ ପୂର୍ବରୁ ହିଁ କଣ କରିଛନ୍ତି, ଆଉ ମଣ୍ଡଳୀର ନିୟମ ସେ ଲେଖି ଦେଇଛନ୍ତି କି ମଣ୍ଡଳୀରେ କୋଉ ପ୍ରକାର ବ୍ୟକ୍ତି ରହିବା ଆବଶ୍ୟକ, କୋଉ ପ୍ରକାର ବ୍ୟକ୍ତି ରହିବା ଉଚିତ। ଆମେ ଯଦି ଦେଖୁଛେ ଆମେ କି ଯୋଉ ନୂତନ ନିୟମରେ ଆମେ ପ୍ରେରିତ ପୁସ୍ତକ ଯଦି ଆରମ୍ଭ କରିବା ପ୍ରକାଶିତ ବାକ୍ୟ ଯାଏ, କେବଳ ମଣ୍ଡଳୀ ମାନଙ୍କୁ ହିଁ ସବୁ ପୁସ୍ତକ ଲେଖା ହେଇଛି। ମଣ୍ଡଳୀ ମାନଙ୍କୁ ଏମିତି କର, ସେମିତି କର, ସେଟା କର ନାହିଁ, ଏଇଟା କର ନାହିଁ, କାହିଁକି କୁହାଯାଇଛି? କାରଣ ପ୍ରଭୁ ଯୀଶୁ ଯାହା ଚାହୁଁଥିଲେ, ପ୍ରେରିତ ମାନେ ମଧ୍ୟ ତାହା ଚାହୁଁଥିଲେ କି ମାନେ ମଣ୍ଡଳୀ ସେପରି କଣ ହବ, ପବିତ୍ର ରହିବ। ମଣ୍ଡଳୀ ଯେପରି ନିଷ୍କଳଙ୍କ ରହିବ। ମଣ୍ଡଳୀ ମାନେ କି ଆମମାନେ ଯେପରି ପବିତ୍ର ହଇବା, ନିଷ୍କଳଙ୍କ ହଇବା। ଆଉ ଆମେ ଦେଖିବା କାହିଁକି ମଣ୍ଡଳୀକୁ ପବିତ୍ର ହେବାକୁ ହେବ, କାହିଁକି? ଆମେ ଦେଖିବା ପ୍ରଥମ କଥା, ମୁଁ ଯେମିତି କହିଲି କି ମଣ୍ଡଳୀ ହଉଛି ଈଶ୍ୱରଙ୍କ ସହ ମାନେ ଲାଗିକି ଅଛି। ସେ ଯେମିତି ମୁଣ୍ଡକୁ ଆମର ଗଣ୍ଡି ଲାଗିକି ଅଛି, ସେମିତି ମଣ୍ଡଳୀ ଈଶ୍ୱରଙ୍କ ସହ କଣ ହେଇକି ଅଛି, ଲାଗିକି ଅଛି। ସେକେଣ୍ଡରେ ଆମେ ଦେଖୁଛୁ, ଏଇସବୁ ଆମେ ଦେଖୁଛୁ ଏଫେସୀୟ 5 ର ପୁରା ଯଦି ପଢିବା, ସେ ଲେଖା ହେଇଛି। ତାପରେ ଆମେ ଦେଖୁଛୁ ଖ୍ରୀଷ୍ଟ ହଉଛି କଣ, ଆଉ ମଣ୍ଡଳୀର ମୁଖ୍ୟ, ଆଉ ସେ ପବିତ୍ର। ଖ୍ରୀଷ୍ଟ ହଉଛି ପବିତ୍ର। ତାପରେ ଆମେ ଦେଖୁଛୁ ଆଉ ଯୋଉ ମଣ୍ଡଳୀର ସ୍ୱାମୀ ହଉଛନ୍ତି ଖ୍ରୀଷ୍ଟ, ମଣ୍ଡଳୀର ଆଉ ଯୋଉ ମୁଖ୍ୟ ହଉଛନ୍ତି ଖ୍ରୀଷ୍ଟ, ଖ୍ରୀଷ୍ଟଙ୍କର ଯୋଉ ସ୍ତ୍ରୀ ହଉଛି ମଣ୍ଡଳୀ। ତେଣୁ ମଣ୍ଡଳୀ ଆଉ ଖ୍ରୀଷ୍ଟ ପୁରା ଜଡିତ ହେଇକି ଅଛନ୍ତି। ଆଉ ମୁଖ୍ୟ ବା ମସ୍ତକ ବା ସ୍ୱାମୀ ଯଦି ପବିତ୍ର, ଶରୀର ବା ସ୍ତ୍ରୀ ଯଦି ପବିତ୍ର ହବନି, ଆଉ ସେ କଣ କରିବେ? ଯୋଉ ଆମର ମୁଖ୍ୟକୁ, ମସ୍ତକକୁ ଖଣ୍ଡିକି ସେ ବାଧ୍ୟ ହେଇକି ଅଲଗା ହେଇଯିବ। ସେ କାରଣ ଯଦି ମସ୍ତକର କଥା ଯଦି ଶରୀର ମାନେ ଶୁଣୁନି, ସେ ମସ୍ତକ ସେଇ ଶରୀର ସହିତ ରହିକି ଲାଭ କଣ? ତେଣୁ ମଣ୍ଡଳୀ ପବିତ୍ର ହବା ନିହାତି ଆବଶ୍ୟକ ଅଛି। ତାପରେ ସେକେଣ୍ଡ ବିଷୟ ହେଲା, କାହିଁକି ମଣ୍ଡଳୀ ପବିତ୍ର ହବାକୁ ହଉ, ମାନେ ମଣ୍ଡଳୀ ଦ୍ଵାରା ଆମେ କଣ ହଉଛେ, ପିତାଙ୍କର ଆମେ ଗୌରବ କରୁଛେ, ପିତାଙ୍କର ଆମେ ପ୍ରଶଂସା କରୁଛେ। ଏଫେସୀୟ 3:21 ଯଦି ଆମେ ପଢିବା, ଏଫେସୀୟ 3:21, ଏଫେସୀୟ 3:21, ଏଫେସୀୟ 21। 3:21, ଯୁଗେ ଯୁଗେ ପୁରୁଷାନୁକ୍ରମେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ, ଆମେନ୍। ଧନ୍ୟବାଦ। ମଣ୍ଡଳୀ ଦ୍ଵାରା ଏବଂ ଖ୍ରୀଷ୍ଟଙ୍କ ଦ୍ଵାରା କଣ ହଉଛି, ପିତାଙ୍କର ଗୌରବ ହଉଛି। ତେଣୁ ମଣ୍ଡଳୀ ଯଦି ପବିତ୍ର ରହିବନି, ସେ ମଣ୍ଡଳୀ ଯୋଉ ସେ ମଣ୍ଡଳୀ ଦ୍ଵାରା ଯୋଉ ଗୌରବ ଦିଆହବ ପିତାଙ୍କୁ, ପିତା କଣ ତାହା ଗ୍ରହଣ କରିବେ? ତେଣୁ ମଣ୍ଡଳୀ ଆଉ ନିହାତି ପବିତ୍ର ହବା ଆବଶ୍ୟକ।
ଆଉ ମଣ୍ଡଳୀରେ ଯିଏ ଅପବିତ୍ର କରିବାକୁ ଚେଷ୍ଟା କରୁଛି, ମଣ୍ଡଳୀ ଯିଏ ଅନିନ୍ଦନୀୟ କରିବାକୁ ଚେଷ୍ଟା କରୁଛି, ତାଙ୍କ ପାଇଁ ବର୍ତ୍ତମାନ ସମୟ ଆସିଛି ସଚେତନ ହବା ପାଇଁ। ନହେଲେ ହନୁନିଆ ସଫିରା ଭଳିଆ କଣ ହବ, ତାଙ୍କର ଯୋଉ ଦଶା ହବ। ଏହା ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ମଣ୍ଡଳୀ କହିଲେ ଏକ ଛୋଟ ବିଷୟ ମାନେ ହୁଏ। ତେଣୁ ଆମେ ଯଦି ବାଇବେଲରେ ମଧ୍ୟ ଦେଖୁଛୁ, ଯୋଉମାନେ ମଣ୍ଡଳୀର ଦାୟିତ୍ୱ ନିଅନ୍ତି, ଯୋଉମାନେ ମଣ୍ଡଳୀକୁ ତତ୍ତ୍ୱାବଧାନ କରନ୍ତି, ତାଙ୍କର ମଧ୍ୟ ଗୋଟେ କ୍ୱାଲିଟି ଦିଆହେଇଛି କି ସେମାନେ କଣ କଣ କୋଉ କୋଉ ପ୍ରକାର ଗୁଣ, କୋଉ କୋଉ ପ୍ରକାର ସ୍ୱଭାବ, କୋଉ କୋଉ ପ୍ରକାର ଚରିତ୍ର ତାଙ୍କ ମଧ୍ୟରେ ରହିବା ଆବଶ୍ୟକ। ଆମେ ପଢିବାନି, ମୁଁ ଖାଲି କହିଦଉଛି। ପ୍ରଥମ ତିମୋଥୀ 3:1-7 ଯାଏଁ ଯଦି ଆମେ ପଢିବା, ଯୋଉମାନେ ମଣ୍ଡଳୀର ତତ୍ତ୍ୱାବଧାନ ନିଅନ୍ତି ସେମାନଙ୍କର ମଧ୍ୟ କ୍ୱାଲିଟି ଦିଆଯାଇଛି। କାରଣ ମଣ୍ଡଳୀ ହଉଛି ଗୋଟେ ଏମିତିକାର ଜିନିଷ, ତାକୁ ଯିଏ ଚଲେଇବ ସିଏ ମଧ୍ୟ ସେମିତି ହେବା ଦରକାର। ତେଣୁ ବାକ୍ୟ ଆଉ ଗୋଟେ ବିଷୟ ମଧ୍ୟ କୁହେ, ମଣ୍ଡଳୀକୁ ଆମେ କେହି ମଧ୍ୟ ପରିତ୍ୟାଗ କରିବାନି। ଏଭ୍ରି 10:25 ଆମେ ସବୁବେଳେ ପଢୁଛେ। କାରଣ ମଣ୍ଡଳୀ ଦ୍ଵାରା ହିଁ ଆମେ ପିତାଙ୍କ ପାଖକୁ ଯାଇପାରିବା, ମଣ୍ଡଳୀ ଦ୍ଵାରା ହିଁ ଆମେ ଈଶ୍ୱରଙ୍କ ଗୌରବ କରିପାରିବା, ମଣ୍ଡଳୀ ମାଧ୍ୟମରେ ହିଁ ଆମେ ପବିତ୍ର ଜୀବନ କାଟି ପାରିବା, ମଣ୍ଡଳୀ ମାଧ୍ୟମରେ ହିଁ ଆମେ ତାଙ୍କର ଜ୍ଞାନ, ତାଙ୍କ ଇଚ୍ଛାକୁ, ତାଙ୍କର ଯୋଉ ଉଦ୍ଦେଶ୍ୟକୁ ଆମେ ଜାଣିପାରିବା। ଆଉ ମଣ୍ଡଳୀରେ ଆମେ ଯଦି ରହିବାକୁ ଚାହୁଁଛୁ, ଆମକୁ ପବିତ୍ର ଜୀବନ କାଟିବାକୁ ହିଁ ପଡିବ। ଏଇଟା ହଉଛି ବାଧ୍ୟ, ଆଉ କୌଣସି ଚାରା ଆମ ପାଖରେ ନାହିଁ। ମୁଁ କୌଣସି ପାପ କରିଦେବି, କୌଣସି ଭୁଲ କରିଦେବି, ଆସିକି ମଣ୍ଡଳୀରେ ସବୁ କାର୍ଯ୍ୟ ମୁଁ କରିଦେବି, ଆଉ ପରମେଶ୍ୱର ମତେ କିଛି କହିବେନି। ଆମେ ଦେଖୁଛେ ହନୁନିଆ ସଫିରା ବିଷୟରେ, ନା ନାଇଁ, ମୃତ୍ୟୁ ହେଇଗଲା ସିଏ। କାରଣ ଯଦି ଆମେ ଦେଖିବା ଲାଷ୍ଟରେ ପ୍ରଥମ କରନ୍ଥୀୟ 15:24 ଯେତେବେଳେ ଯୁଗାନ୍ତ ଶେଷ ହବ, ଏ ଯୋଉ ମଣ୍ଡଳୀ ବା ରାଜ୍ୟ କଣ କରିବେ, ପିତା ପୁଣି ଥରେ ନେଇକି ଯିବେ। ଆଉ ସେଇ ମଣ୍ଡଳୀରେ କେବଳ ପବିତ୍ର ଲୋକଙ୍କ ସମୂହକୁ ହିଁ ସେ ନେଇକି ଯିବେ। ଆମେ କେହି ମଧ୍ୟ ଚିନ୍ତା କରିବାନି, ମୁଁ ଖ୍ରୀଷ୍ଟ ମଣ୍ଡଳୀରେ ଅଛି, ମୁଁ ଭୁଲ କରିଦେବି, ପାପ ଦେବି, ମୁଁ ଈଶ୍ୱରଙ୍କ ନିନ୍ଦା ଦେଲା ଭଳିଆ କାର୍ଯ୍ୟ କରିବି, ଆମ ମଣ୍ଡଳୀରେ ଅଛି, ମୁଁ ସ୍ୱର୍ଗ ହଳେଇବି। ନାଇଁ ନାଇଁ, ଏଇଟା ହଉଛି ଆମର ଭ୍ରାନ୍ତ ଧାରଣା, ଏଇଟା ଆମର ଭୁଲ ଧାରଣା। ଯଦି ଆମେ ମଣ୍ଡଳୀରେ ରହିକି ଏମିତି କାର୍ଯ୍ୟ କରୁଛୁ, ମାନେ ଆମକୁ ସେ ମଣ୍ଡଳୀରୁ କଣ କରାଯିବ, ବିତାଡ଼ିତ କରାହବ। ମଣ୍ଡଳୀରେ କେବଳ ପବିତ୍ର ଲୋକମାନଙ୍କ ପାଇଁ ହିଁ ସ୍ଥାନ। ତେଣୁ ପ୍ରଭୁ ଯୀଶୁ କଣ କହିଲେ, ମୁଁ ଯେପରି ପବିତ୍ର ତମେମାନେ ମଧ୍ୟ ସେପରି ପବିତ୍ର ହୁଅ। ଆଜି ଲୋକମାନେ କୁହନ୍ତି କେହି ମଧ୍ୟ ପବିତ୍ର ହେଇପାରିବେନି, ଏଇ ଜଗତରେ କେହି ପବିତ୍ର ହେଇପାରିବେନି। ଏଇଟା ଲୋକମାନେ କୁହନ୍ତିନି, ଏଇଟା ହଉଛି ଶୈତାନର ଶିକ୍ଷା। କାରଣ ଶୈତାନ ଜାଣିଛି ଆମେ ଖ୍ରୀଷ୍ଟ ମଣ୍ଡଳୀରେ ଯଦି ବି ଅଛୁ, ଯଦି ଭୁଲ କରୁଛୁ, ପାପ କରୁଛୁ, ସେଇ ଶେଷ ସମୟରେ ଆମକୁ ସେ ମଣ୍ଡଳୀରୁ ବାହାର କରାହବ। ତେଣୁ ସେ ଆମମାନଙ୍କୁ ଭିତରେ ଗୋଟେ ହରଉଛି କଣ, ଏ ଜଗତ ପାପରେ ପରିପୂର୍ଣ୍ଣ, ଏ ଜଗତରେ ଝିଅ ଅଛି ସେ ପାପ ହିଁ କରିବ। ତେଣୁ କେହି ମଧ୍ୟ ପବିତ୍ର ଜୀବନ କାଟି ପାରିବେ ନାହିଁ। ଏଇଟା ମୁଁ ବର୍ତ୍ତମାନ ମଧ୍ୟ ଶୁଣୁଛି, ଯୋଉ ଦିନ ଲୋକମାନେ ଅଛନ୍ତି ତାଙ୍କଠୁ ମୁଁ ଏ ବିଷୟରେ ଶୁଣୁଛି କି ପବିତ୍ର କେହି ମଧ୍ୟ ହେଇପାରିବେନି। ଏଇଟା ହଉଛି ଭୁଲ ବିଷୟ। ଖ୍ରୀଷ୍ଟ ମାନେ ପବିତ୍ର ଜୀବନ କାଟିକି ଦେଖେଇଲେ, ପ୍ରଭୁ ଯୀଶୁ ମଧ୍ୟ ପବିତ୍ର ଜୀବନ କାଟିକି ଦେଖେଇଲେ। ଆଉ ଆମମାନଙ୍କ ମଧ୍ୟରେ ମଧ୍ୟ ଅନେକ ଲୋକ ଅଛନ୍ତି ଯୋଉମାନେ ପବିତ୍ର ଜୀବନ କାଟୁ ଅଛନ୍ତି। ଆମେ ଲୋକକୁ ଦେଖିଲେ ହବନି, ଆମେ ନିଜେ ଯଦି ଚାହିଁବା ସବୁ ବିଷୟ ହେଇପାରିବ, ସମସ୍ତ ବିଷୟ ହବ। ଆଉ ଆମେ ଯଦି ବାଇବେଲ ଲେଖା ହେଇଛି କି ଆମେ ଯଦି ଈଶ୍ୱରଙ୍କ ଇଚ୍ଛାକୁ ଆମେ କରିବାକୁ ଚାହୁଁଛୁ, ମାନେ ସେଇ କାର୍ଯ୍ୟକୁ ସଫଳ ହବା ପାଇଁ ଈଶ୍ୱର ଆମକୁ ନିଶ୍ଚୟ ସାହାଯ୍ୟ କରିବେ ବୋଲି ମଧ୍ୟ ବାକ୍ୟ ଲେଖା ହେଇଛି। ସେ ଆମେ ଯଦି ତାଙ୍କ ଇଚ୍ଛାରେ କୌଣସି ପ୍ରାର୍ଥନା କରୁ, ସେ ଆମର ପ୍ରାର୍ଥନା ଶୁଣିବେ। ଆମେ ଯଦି ପ୍ରାର୍ଥନା କରିବା, ପ୍ରଭୁ ମୁଁ ପବିତ୍ର ହେବାକୁ ଚାହୁଁଛି, ମତେ ସାହାଯ୍ୟ କରନ୍ତୁ, ମୁଁ ସେପରି ପାପ ନ କରିବି, ଯେମିତି ଏମିତି କାର୍ଯ୍ୟ ନ କରିବି କି ଆପଣଙ୍କ ନାମ ନିନ୍ଦା ହବ, ମତେ ସାହାଯ୍ୟ କରନ୍ତୁ, ମତେ ଶକ୍ତି ଦିଅନ୍ତୁ, ସେ ନିଶ୍ଚୟ ସାହାଯ୍ୟ କରିବେ। ଆଉ ୟାର ବହୁତ ଗୁଡାଏ ଉଦାହରଣ ମଧ୍ୟ କଣ ଅଛି, ବର୍ତ୍ତମାନ ମଧ୍ୟ ସେମିତି ଲୋକ ଅଛନ୍ତି। ତେଣୁ ଆଜିର ଯୋଉ ବିଷୟ
କି ଯଦି ଆମେ ମଣ୍ଡଳୀର ସଭ୍ୟ ଅଛୁ, ଆମେ ମଣ୍ଡଳୀକୁ କେହି ମଧ୍ୟ ଅପବିତ୍ର ଅନିନ୍ଦନୀୟ ଆଉ ମାନେ କଳଙ୍କ ଲଗେଇବା ପାଇଁ ଆମେ କେହି ମଧ୍ୟ ଚେଷ୍ଟା କରିବାନି, କାରଣ ସେଇ ମଣ୍ଡଳୀ ହଉଛି ତାର ପ୍ରଭୁଙ୍କର। ଯଦି ଆମେ ସେମିତି ଚାହୁଁଛୁ ତା ଦଣ୍ଡ ଭୋଗିବା ପାଇଁ କଷ୍ଟ ମଧ୍ୟ ଆମକୁ ରହିବାକୁ ପଡିବ। ସେଇ ସମୟରେ ଆମେ କାନ୍ଦିଲେ, ସେଇ ସମୟରେ ଆମେ ଛାତି ପିଟାଇଲେ କୌଣସି ଲାଭ ହବନି। ବର୍ତ୍ତମାନ ସମୟ ଆସିଛି, କାରଣ ବର୍ତ୍ତମାନ ହିଁ ସମୟ, ଶେଷ ସମୟ। ୟା ପରେ ଆଉ ସମୟ ନାହିଁ ପରିବର୍ତ୍ତନ ହବା ପାଇଁ, ଅନୁତାପ କରିବା ପାଇଁ, କାନ୍ଦିବା ପାଇଁ ଆଉ ସମୟ ନାହିଁ। ବର୍ତ୍ତମାନ ସମୟ ଅଛି। ଯୋଉ ସତ୍ୟ ମଣ୍ଡଳୀର ସଭ୍ୟ ମାନେ ଯୋଉ ହେଇଛେ, ଯୋଉ 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 ସୁଯୋଗ ମାନେ ଯୋଉ ପାଇଛେ, ସୁବର୍ଣ୍ଣ ସୁଯୋଗ ମୁଁ କହିବି, ସୁବର୍ଣ୍ଣ ସୁଯୋଗ ଯୋଉ ଆମେ ପାଇଛେ, ଖ୍ରୀଷ୍ଟ ମଣ୍ଡଳୀକୁ ଜାଣିକି ଯୋଉ ତାର ସଭ୍ୟ ହେଇକି ଆମେ ତାର ଫାଇଦା, ତାର ସୁଯୋଗ ଆମେ ଉଠେଇବା। ତାହେଲେ ସେଇ ସମୟରେ ଯୋଉ ପ୍ରଭୁ ଯୀଶୁ ମଣ୍ଡଳୀକୁ ଯୋଉ ପିତାଙ୍କୁ ଦେବେ, ସେଇ ସମୟରେ କଣ କରିବେ, ସେ ମଣ୍ଡଳୀକୁ କଣ କରିବେ ଜାଣିଛନ୍ତି? ସବୁ ଅଗାଡି ସବୁ ବାହାର କରିବେ, ଯେତିକି ସବୁ ପାପ କରୁଛନ୍ତି, ଯେତିକି ଭୁଲ ଦେଇଥିଲେ ସବୁ ତାଙ୍କୁ ସବୁ ବାହାର କରିବେ। ପିଓର ମଣ୍ଡଳୀ କି ସେ ପିତାଙ୍କୁ ଆଉ ହସ୍ତାନ୍ତର କରିବେ। ଆଜି ଆମେ ଖୁସି ହେଇଯାଉଛୁ, ତାହେଲେ ମୁଁ ଖ୍ରୀଷ୍ଟ ମଣ୍ଡଳୀରେ ଅଛି, ମୁଁ ସତ୍ୟ ମଣ୍ଡଳୀରେ ଅଛି। ଏଇଟା ହଉଛି ନା ମାତ୍ର ଖୁସି। ଆମର ଖୁସି ଏଇଥିରେ ହବା କି ମୁଁ ସତ୍ୟ ଜୀବନ କାଟିକି ମୁଁ ମଣ୍ଡଳୀରେ ଅଛି, ମୁଁ ପବିତ୍ର ଜୀବନ କାଟିକି ମଣ୍ଡଳୀରେ ଅଛି। ଆଜି ଯଦି ପବିତ୍ର ଆସିବେ, ଏଇ ମଣ୍ଡଳୀ ଯୋଉ ପିତାଙ୍କୁ ଦେବେ, ମୁଁ ସେଥିର ସଭ୍ୟ ମୁଁ ଥିବି। ଏଇ ମନୋଭାବ ନେଇକି ଆମେ ଯଦି ଜୀବନ କାଟିବା, ଆମେ ସ୍ୱର୍ଗ ଯାଇପାରିବା। ବାକ୍ୟ ସବୁବେଳେ ହଉଛି ସ୍ୱର୍ଗ ଯିବା ଏତେ ସହଜ ବିଷୟ ନୁହେଁ। ବହୁତ କମ ଲୋକ ସେ ମଣ୍ଡଳୀର ସଭ୍ୟ ହେବେ। ତେଣୁ ଆମକୁ ସେଇ ସଭ୍ୟ ପଦ ବଜାୟ ରଖିବା ପାଇଁ ପବିତ୍ର ଜୀବନ କାଟିକି, ଯୋଉ ନିଷ୍କଳଙ୍କ ଜୀବନ କାଟିକି, ପବିତ୍ର ଜୀବନ କାଟିକି ଆମମାନଙ୍କୁ ମଣ୍ଡଳୀରେ ଆମେ ରହିବାକୁ ପଡିବ। ତ ଏଇ ପତିତ ବାକ୍ୟରେ ପରମେଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।